ବାନ୍ତିଠୁ ଆରମ୍ଭ କରି ମୁଣ୍ଡ ବୁଲେଇଠୁ ଆରମ୍ଭ କରି ଡାଇବେଟିସ୍ ବିପି ଏସବୁ ଜିନିଷ ବଢିଗଲା। ଆକ୍ଚୁଆଲି ଏଇ ଜିନିଷ ସରକାରଙ୍କ ମାରାତ୍ମକ ନୀତି ଇଏ ଆମକୁ ପୁରା ଭସେଇ ଦେବା ପାଇଁ ବସୁଛନ୍ତି। ଆମେ ସେଇଥିପାଇଁ ଆଜି କଣ୍ଟ୍ରାକ୍ଟର ଆସୋସିଏସନ ସମସ୍ତ ନିଖିଳ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ ସମସ୍ତେ ଆମେ ଏଇଥିପାଇଁ ଆଜି ପ୍ରାର୍ଥନା କରୁଛୁ ସରକାରଙ୍କୁ, ଯଦି ଆମର ଦାବିଟି ପୂର୍ଣ୍ଣ କରିଦିଅନ୍ତେ ପୁରାପୁରି ଭାବରେ ତ ଏଇ ଜିନିଷ ଆମର ଆଉ ଘଟନ୍ତା ନାହିଁ। ଆଜି ସରକାର ଯୋଉ ନୀତି ଯୋଉ କଣ୍ଟ୍ରାକ୍ଟରଙ୍କର ମାରଣାତ୍ମକ ନୀତି କରିଛନ୍ତି କଣ୍ଟ୍ରାକ୍ଟର ଉପରେ, ଆକ୍ଚୁଆଲ ମାନେ ଆମେ ଭାବିଥିଲୁ ଏ ଡୁଆଲ ସରକାର ଆସିଛି ଆମର କିଛି ଉନ୍ନତି କରିବ କି ଆମର କଣ୍ଟ୍ରାକ୍ଟର ଆସୋସିଏସନ ରୁ ମାନେ ଆମର ଯୋଉ କହନ୍ତି ଟୋଟାଲ ଓଡିଶା ଯାକର କଣ୍ଟ୍ରାକ୍ଟର ଭିତରେ ସମସ୍ତଙ୍କର କିଛି ଗୋଟେ ଉନ୍ନତି କରିବ କି ମାନେ ଆମେ ଦେଖୁଛୁ ଯେ ସରକାର ମାନେ ଉନ୍ନତି କରିବା ବଦଳରେ ଅବନତି ଆଡକୁ ବେଶୀ ଆଗଉଛନ୍ତି। ଏବଂ ତାଙ୍କୁ ଯଦି ଆମେ ଚେଷ୍ଟା କରୁଛୁ ଯେ କିଛି ଆମେ ମାନେ କରିବୁ ତାଙ୍କୁ ପ୍ରୋଟେଷ୍ଟ ନିଜର କରିବା ପାଇଁ ଚେଷ୍ଟା କରୁଛୁ, ତ ସିଏ ଚାହୁଁନାହାନ୍ତି ଯେ ଆମେ କେମିତି ଆମ ନିଜର ପ୍ରୋଟେଷ୍ଟ କରୁ ବୋଲି। ସେ ଚାହୁଁଛନ୍ତି ଭାଙ୍ଗି ଦିଅନ୍ତୁ ଏବଂ ଏଇଟା ସବୁ ମାନେ ଏଗୁଡା କିଛି ନ ହଉ, ଆମେ ଆମ ଅନୁସାରେ ଚାଲିବୁ, ବିହାର ନୀତି କରିବୁ, ମାନେ ଗୁଜୁରାଟ ରୁ ଲୋକ ଆଣିକିରି କାମ କରେଇବୁ, ଏଇ ଭଳିଆ ନୀତି କରି 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 ଆଜିକି ମାସେ ହେଇଗଲାଣି ଆମେ ଭାଇ ବସିଛୁ, କିନ୍ତୁ ଆମ କଥା କେହି ଶୁଣିଲେ ନାହିଁ। ଯେତେବେଳେ ଆଜି ଆମ ଭାଇ 4 ଦିନ ହେଲାଣି ସେ ଆଜି ମାନେ ମରଣ ଅନଶନରେ ବସିଲେ, ଦେଖିଲା ବେଳକୁ ତାଙ୍କର କେହି ବୁଝାସୁଝା କରିବାକୁ କେହି ମାନେ ଦିନେ ବି ସରକାର ମ୍ୟୁଚୁଆଲ କରିବାକୁ ଆସିଲେ ନାହିଁ। ତ ଭାବନ୍ତୁ ଆମକୁ କୋଉ ଭଳିଆ ଲାଗିଥିବ, ଆମେ ରାଜରାସ୍ତାରେ ମାନେ ସମସ୍ତେ ପଡିକି ଅଛୁ। କିନ୍ତୁ ଆଜି ମୋ ଭାଇଟାର ଯେତେବେଳେ ତା ଦେହ ଖରାପ ମାନେ ଆଜି ଆରମ୍ଭ ହେଇଗଲା, ତ ମାନେ ସାଙ୍ଗେ ସାଙ୍ଗେ ଏଠି ଇଆଇସି ମହାଦେବ ସବୁ ଆସିକି ତାଙ୍କୁ ଧରିକିରି ପହଞ୍ଚିଲେ ଆସିକି ହସ୍ପିଟାଲରେ, ସନର ହସ୍ପିଟାଲରେ, ଏବଂ ତାଙ୍କୁ ସେ ଯୋଉ ଇଏରେ ଆମର ଆମର ହଁ ବସିଲା ପରେ ସିଏ ସେଠି ତାକୁ ଚେକଅପ୍ କରି ତାଙ୍କୁ ଭଲସେ ଦେଖା ଦେଖି କଲେ। ଦେଖିଲା ବେଳକୁ ତାଙ୍କର ବାନ୍ତିଠୁ ଆରମ୍ଭ କରି ମୁଣ୍ଡ ବୁଲେଇଠୁ ଆରମ୍ଭ କରି ଡାଇବେଟିସ୍ ବିପି ଏସବୁ ଜିନିଷ ବଢିଗଲା। ଆକ୍ଚୁଆଲି ଏଇ ଜିନିଷ ସରକାରଙ୍କ ମାରାତ୍ମକ ନୀତି ଇଏ ଆମକୁ ପୁରା ଭସେଇ ଦେବା ପାଇଁ ବସୁଛନ୍ତି। ଆମେ ସେଇଥିପାଇଁ ଆଜି କଣ୍ଟ୍ରାକ୍ଟର ଆସୋସିଏସନ ସମସ୍ତ ନିଖିଳ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ ସମସ୍ତେ ଆମେ ଏଇଥିପାଇଁ ଆଜି ପ୍ରାର୍ଥନା କରୁଛୁ ସରକାରଙ୍କୁ, ଯଦି ଆମର ଦାବିଟି ପୂର୍ଣ୍ଣ କରିଦିଅନ୍ତେ ପୁରାପୁରି ଭାବରେ ତ ଏଇ ଜିନିଷ ଆମର ଆଉ ଘଟନ୍ତା ନାହିଁ। ଆମେ ଆଶା ରଖିକି ଭୋଟ ଦେଇଥିଲୁ ଯେ ଆମର କିଛି ନହେଲେ ବି ଡୁଆ ସରକାର ଆସିଲେ ଆମର ଓଡିଶା କଥା ବୁଝିବ, ରାଜ୍ୟ କଥା ବୁଝିବ ଏବଂ ସବୁ ଦାୟିତ୍ୱ ସମସ୍ତଙ୍କର କଥା ବୁଝିପାରିବ। ପେଟ ପାଟଣା କଥା ଯୋଉ ଲୋକ ବୁଝିପାରୁନି ଆଉ ତାକୁ ଆମେ କଣ ବା କହିପାରିବୁ। ଯଦି ଯଦି ଶୁଣ ଯଦି ମାନେ ଜିନିଷ ଆମର କିଛି କ୍ଷତି ହେଲା କି କୌଣସି ଜିନିଷ ହେଲା ତ ଜନଜୀବନ କ୍ଷତି ହେଲା ତ ସରକାର ଦାୟୀ ହେବେ। ସେଥିପାଇଁ ପୂର୍ତ୍ତମନ୍ତ୍ରୀ ପ୍ଲସ ଆମର ମୋହନ ମାଝୀ ତ ସେକ୍ରେଟାରୀ, ଏଇ 3 ଜଣଙ୍କୁ ଆମେ ଦାୟୀ କରିବୁ।